ଆରେ ଆରେ ଇଏ କ'ଣ ଖେଳୁଛନ୍ତି, କ'ଣ ଦୌଡ଼ିଲେଣି? ଓହୋ, ଇଏ ପରା ମକର ମେଳା ଜଗତସିଂହପୁରରେ। ହଁ, ଆମେ ଆଜି ଆସିଥିଲୁ ତିନି ସାଙ୍ଗ, ଅମିତ, ମୁଁ ଆଉ ଶୂନ୍ୟ। ଅମିତ ଢେଙ୍କାନାଳରେ ବୋଲି କହିଲା ଜଗତସିଂହପୁର ମକର ବୁଲିବ। ଆସି ଦେଖିଲା ବେଳକୁ ସବୁଆଡ଼େ ଖାଲି ଖାଇବା ଷ୍ଟଲ୍ ପଡ଼ିଛି। ତାପରେ ଆମେ ଗଲୁ, ସେ ରାମଦୋଳିରେ ଗଲା ବସେ। ମୁଁ କହିଲି ନା ରେ ବାବା ନା, ଇଏ ହବନି। ମୁଁ ଥରେ ବସିଥିଲି, ମୋର ଯାହା ହେଇଥିଲା ମୁଁ ଜାଣିଛି। ତାପରେ ସିଏ କହିବାରୁ ବ୍ରେକ୍ ଡ୍ୟାନ୍ସ କରିବାକୁ ଆମେ ରାଜି ହେଲୁ, ଟିକେଟ୍ ବି କିଣିଦେଲୁ। ତାପରେ ସବୁ ଦୌଡ଼ା ଦୌଡ଼ି ଗଲୁ, କିନ୍ତୁ ଶୂନ୍ୟର ଏତେ ଓଜନ ଥିଲା ଯେ ଆମକୁ ସେମାନେ କହିଲେ ନା, ତମେ ବାହାରିକି ପଳାଅ, ତମେ ନେକ୍ସଟ ଟାଇମ୍ ବସିବ। ଆମେ ଛିଡ଼ା ହେଇକି ଅମିତର ଡ୍ୟାନ୍ସ ଦେଖିଲୁ, ସେ ଛୁଆ ସାଙ୍ଗେ ସେ କେତେ ଏନ୍ଜୟ କରୁଛି ଦେଖ। ତାପରେ ଶୂନ୍ୟ ପଚାରିଲା ତୁ ବସିବୁ? ମୁଁ କହିଲି ନା, ଆଉ ହବନି, ପଇସା ଫେରେଇଦେବା। ତାପରକୁ ଆମେ ବୁଲିଲୁ, ଯାହା ହେଲା ହେଲା। ପୁଣି ଥରେ ଗୋଟେ ଗଳି ଦେଇକି ଆମେ ପଳେଇ ଆସିଲୁ ଆମ ଖାଇବା ପାଖକୁ। ସେଠି ଗଲି, ମୁଁ ଲଙ୍କା ଚପ ଆଣିଲି, ମୋତେ ଭାରି ବଢ଼ିଆ ଲାଗିଲା, ସେଥିପାଇଁ ଆଉ ଥରେ ଯାଇକି ବି ଆଣିଲି। ତାପରେ ମୋତେ ଅମିତ କହିଲା ଯା କୋବି ପକୋଡ଼ା ଆଣିବୁ। କୋବି ପକୋଡ଼ା ଆଣିକି ମୁଁ ଆଗ ଚାହୁଁ ଚାହୁଁ କାମ କରି ଖାଇଦେଲି। ତାପରେ ଅମିତ କହିଲା ମଥୁରା କେକ୍ ଖାଇବ, କହିଲା ଭାରି ବଢ଼ିଆ ହେଇଛି, ଓଡ଼ିଶା ପ୍ରସିଦ୍ଧ ମଥୁରା କେକ୍, ଭାରତ ପ୍ରସିଦ୍ଧ ନୁହଁ। ତାପରେ ଆମେ ଆଇଲୁ ସଟ୍ଟା ଖେଳିବାକୁ। ସଟ୍ଟା ଖେଳୁ ଖେଳୁ ଆମର 40 ଟଙ୍କା ପଳେଇଲା, କିନ୍ତୁ ସେ 100 ଟଙ୍କା ଉପରେ ଜମା ପଇଲାନି, ପଡ଼ିବ ବି ନାହିଁ। ଆପଣମାନେ ବି କେବେ ଖେଳିବାକୁ ଚେଷ୍ଟା କରିବେ ନାହିଁ। ଏଥିରୁ ଖେଳିକି ଆମେ ନିର୍ଦ୍ଦୟ ଭାବେ ହାରିଲା ପରେ ଅମିତର ଅବସ୍ଥା ଆପଣ ଦେଖିପାରୁଥିବେ, କେମିତି ଛୋଟେଇ ଛୋଟେଇ ଚାଲୁଛି, ଆଉ ସେ ପାରିଲାନି। ତାପରେ ମୁଁ ମଉସାଙ୍କୁ ତେଲେଇ କହିଲି ଆପଣଙ୍କ ୟୁଟ୍ୟୁବରେ ଆମେ ଭିଡ଼ିଓ ପୋଷ୍ଟ କରିବୁ, 10 ଟଙ୍କାରେ ଆମର କରିଦିଅ। କିନ୍ତୁ ମଉସା କହିଲେ ନା, ହବନି। ତାପରେ ଆମେ ଚାଲୁ ପୁସ୍ତକ ମେଳା ବୁଲିବାକୁ। ଟାଣ ଟାଣ।